ମୋ ଡାଏରୀରେ ହିରୋଇନ ସାଙ୍ଗ ଭୂମିକାର କ୍ୟାରେକ୍ଟର ନିଭାଉଛି। ମୁଭିଟା ବହୁତ ହି ସୁନ୍ଦର ହେଇଛି। ଆପଣ ବହୁତ କମେଡି କରି ମାନେ ୟୁଟ୍ୟୁବରେ ଲୋକ ହସେଇ ହସେଇ ମାନେ ପ୍ୟାଣ୍ଟ ଗିଲା କରିଦଉଛନ୍ତି ଏତେ ଏଠି ମୋ ସାଙ୍ଗ କ୍ୟାରେକ୍ଟର କରିଛି, ଏଠି ମୁଁ ହସ ନାହିଁ, ବାକି ସବଟି ଅଛି ସେଥିରେ। ବହୁତ ବଢିଆ ହେଇଛି ମୁଭିଟା, ଆପଣ ମାନେ ଦେଖିବା ପାଇଁ ଆସନ୍ତୁ। ଯେମିତି କି ଆମେ ରିଅଲ ଲାଇଫରେ ଡାଏରୀ ଲେଖୁଛୁ, ମାନେ ଛୁଆ ବେଳେ ଯୋଉ ପୁରୁଣା ସ୍ମୃତି ଗୁଡାକ ମନେ ପଡିଯାଏ, ଠିକ ସେମିତି ଆପଣ ମାନେ ମୁଭିଟାକୁ ଦେଖିଲେ ଆପଣଙ୍କର ପୁରୁଣା ସ୍ମୃତି ମନେ ପଡିଯିବ। ଖାଲି ଡାଇଲଗ ସ୍ମୃତି ଛୁଆ ବେଳ ତ ସ୍ମୃତି ଲେଖାଯାଏ ବହୁତ କିଛି କଥା ଲେଖାଯାଏ। ବହୁତ କଥା ଲେଖାଯାଏ ସେଟା ଲେଖିଛନ୍ତି ନା ଲେଖିନାହାନ୍ତି? ମୁଁ ତ ଲେଖିନି, କିନ୍ତୁ ଆମ ହିରୋ ଲେଖିଛନ୍ତି ସେଥିରେ। ହିରୋ ଲେଖିଛନ୍ତି। ଆପଣଙ୍କ ସାଙ୍ଗମାନେ କିଛି ଲେଖନ୍ତି ନା କଥା କୋଉଟା କଥା ଡାଏରୀ ଭିତରେ ଥାଏ? ମୁଁ ବହୁତ ସାରା ଲେଖିଛି। ଆପଣ ପସନ୍ଦ ଲେଖିଛନ୍ତି କଣ ସବୁ ଅପରା କଥା ତାদের ଲେଖିଛନ୍ତି ଟିକେ ଏଇଟା ମୋ ସିକ୍ରେଟ, ସେଟା କହିଦେଲେ ଭୁଲ ହେଇଯିବ। ମ୍ୟାଡାମ ଆପଣ ୟୁଟ୍ୟୁବରେ ଥିଲେ ପୁରା ସେନ୍ସେସନ ଏବେ ବି ଅଛନ୍ତି ସିରିୟଲ କରିଛନ୍ତି କେମିତି ଗୋଟେ ଇଣ୍ଟରେଷ୍ଟ ହେଲା ସିନେମା ଯିବାକୁ ନାଇଁ ନାଇଁ, ମୋର ବହୁତ ଆଗ୍ରହ ଇଚ୍ଛା ଥିଲା, ମାନେ ସେମିତି କିଛି ମତେ ଭଲ ମିଳିନଥିଲା ଯୋଉଟା କି ମୁଁ ମୋର ଦେଖେଇ ପାରିବି ଟ୍ୟାଲେଣ୍ଟ। ତ ମତେ ଭଲ ଲାଗିଲା ଏଇ ଜାଗାରେ କାମ କରିବା ପାଇଁ, ବହୁତ ଫ୍ରେଣ୍ଡଲି ଥିଲେ ସମସ୍ତେ, ମତେ ଭଲ ଲାଗିଲା, ସେଥିପାଇଁ ମୁଁ କାମ କଲି। ବହୁତ ଡିଫରେନ୍ସ। ସେଠି କଣ ମାନେ ବହୁତ କମ ଲୋକ ଥାନ୍ତି, ବହୁତ କମ ଜାଗାରେ ଆମେ କରୁ। ଏଠି ପୁରା ଗୋଟେ ୟୁନିଟ ଥାଏ, ମାନେ ଗୋଟେ ନିଜର ପର୍ସନାଲ ସ୍ପେସ ଥାଏ, ବଟ ସେଠି ସେମିତି ନଥାଏ। ସେଟା ଅଲଗା, ଏଟା ଅଲଗା। ସିଏ ସେ ଜାଗାରେ ବେଷ୍ଟ, ଇଏ ଏ ଜାଗାରେ ବହୁତ ବେଷ୍ଟ। ଆଗକୁ ପୁଣି ଅଭିନୟ ପାଇଁ କଣ ରହିବ? ହଁ ନିହାତି ରହିବ, ଚାଲିଛି ତ ଏମିତି ଜର୍ଣ୍ଣି ଚାଲିଛି, ଆଗକୁ ଆହୁରି ଭଲ ଭଲ ଜର୍ଣ୍ଣି ଚାଲିବ। ହିସାବରେ ଆପଣ ନିଅନ୍ତି ହିରୋଇନ ହିସାବରେ ମେନ୍ ଲିଡ୍ କ୍ୟାରେକ୍ଟର ନିଅନ୍ତି ଆପଣ କୋଉ ହିରୋ ସହିତ କାମ କରିବା ପାଇଁ ପସନ୍ଦ ଲାଗିବ? ନାଇଁ ନାଇଁ, ମୁଁ ସମସ୍ତଙ୍କ ସହିତ କମ୍ଫର୍ଟେବଲ। ମତେ ତ ସମସ୍ତଙ୍କ ସହିତ କାମ କରିବାର ଅଛି, ସମସ୍ତେ ମାନେ ମୋଠୁ ତ ସିନିୟର ନା, ମୁଁ ସମସ୍ତଙ୍କ ସହିତ କାମ କରିବାକୁ ପସନ୍ଦ କରେ। ବାସ୍ତବ ଜୀବନରେ ଆପଣଙ୍କ ଡାଏରୀ କାହା ଲେଖେ? ଲେଖା ହେଇନି, ଯେବେ ହବ ମୁଁ ନିଶ୍ଚିନ୍ତ କହିବି। ହଁ, ଏବେ ବି ଅଛି ମୋ ପାଖରେ ଡାଏରୀ। କଣ ସ୍ମୃତି ସବୁ ଲେଖନ୍ତି? ସେଇ ସ୍ମୃତିଟା ବା ସିକ୍ରେଟ ଅଛି, ସେଟା କହିଦେଲେ ସରିଯିବ। ଗୋଲାପ କେବେ ରଖିଛନ୍ତି? ହଁ, ଗୋଲାପ ରଖିଛି। ଆଉ ଗୋଟେ ଯୋଉ ପତ୍ର ଆସେନି, ନା ନା ପାନପତ୍ର ନାହିଁ, ସେଟା ଗୋଟେ ଗଜା ଟାଇପ ସେଇ ପତ୍ର ମୁଁ ରଖିଛି। ଏବେ ବି ଅଛି ମୋ ପାଖରେ। କିଛି କଣ ମାନେ ମନ ଦିଆନିଆ ନା ନା ନା, ଛୁଆ ବେଳେ ରଖିଥିଲି ସେଇ ଜିନିଷଟାକୁ, ଏବେ ଯାଏ ଅଛି। ଦେଇନାହାନ୍ତି ସେଟା ଜଣେଇଦେଲେ ଭୁଲ ଭାଲ ହେଇଯିବ, ଘରେ ଜାଣିଦେବେ ନା, ସେଥିପାଇଁ। ଖୁଲାସା କେବେ ହବ? ଯେବେ ବାହାଘର ହବ ସେବେ ଜଣା ପଡିବ।